କିଛି ଶାଶୁ ଶ୍ୱଶୁର ଅଛନ୍ତି ଘର ପରିବାର ଭିତରେ ଆସିକି ଗପିବେ। ମୁଁ ସେ ଅମକ ବାବୁ ଘରକୁ ଯାଇଥିଲି, ତା ବୋହୂଟା ବହୁତ ଭଲ। ସମକ ବାବୁ ଘରକୁ ଯାଇଥିଲି, ତାଙ୍କ ବୋହୂଟା ବି ଆହୁରି ଭଲ। କାହା ଆଗରେ ଗପିବେ ଜାଣିଛ? ନିଜ ବୋହୂ ଆଗରେ। ଏଇଟା ବି ବୋହୂ ସ୍ୱୀକାର କରିବ କି ନାଇଁ ହେଇଥିବେ ସେମାନେ ଭଲ, କାହିଁକି ନା ତାଙ୍କ ପରିବାର ଭଲ, ତାଙ୍କ ଶାଶୁ ଶ୍ୱଶୁର ତାଙ୍କୁ ସେତିକି ସପୋର୍ଟ କରନ୍ତି ଯାହାକି ଗୋଟେ ବୋହୂ ଖୁସିରେ ଚଳିପାରିବ, ସେଥିପାଇଁ ସେ ଭଲ। ତା ମାନେ ଏଇଥିରୁ ଜଣାପଡ଼ୁଛି ତମେମାନେ ଭଲ ନୁହଁ, ତେଣୁକରି ତମ ବୋହୂ ବି ଭଲ ନୁହଁ। ପ୍ରଥମେ ତମେମାନେ ଭଲ ହୁଅ, ସ୍ନେହ ଶ୍ରଦ୍ଧା ଦେବା ଜାଣ। ଗୋଟେ ପରିବାର କେମିତି ଗଢ଼ି ହେଇକି ରହିପାରିବ ସେଟା ଘରର ମୁରବୀ ବେଶୀ ଚିନ୍ତା କରନ୍ତି। ତେଣୁକରି ବୋହୂ ଆଗରେ ଯେତେବେଳେ ପରଲୋକଙ୍କ ପ୍ରଶଂସା କରୁଛନ୍ତି, କମ୍ ସେ କମ୍ ଟିକେ ଆଗ ପଛକୁ ବିଚାର କରି କୁହନ୍ତୁ। ପ୍ରଥମ ଦୋଷ ଆପଣଙ୍କଠି ହିଁ ଲାଗିବ। ଆପଣ ଘରଟାକୁ ଯେମିତି ମ୍ୟାନେଜ୍ କରିବେ, ପୁଅ ବୋହୂ ନାତି ନାତୁଣୀ ସ୍ତ୍ରୀ ସମସ୍ତେ ସେଇଭଳି ଚଳିବେ। ପ୍ରଥମେ ଘରର ମୁରବୀ ଷ୍ଟ୍ରଙ୍ଗ ହେବା ଦରକାର। ଯେଉଁ ଘରର ମୁରବୀ ଷ୍ଟ୍ରଙ୍ଗ, ସେ ଘର କେବେ ବି ଅଶାନ୍ତିରେ କଟେନି। ମୁଁ ଏ କଥା ଠିକ୍ କହିଲି ନା ନାହିଁ? ଯଦି ଆପଣମାନଙ୍କୁ ଏ କଥାଟି ଭଲ ଲାଗିଥିବ ନିଶ୍ଚିନ୍ତ କମେଣ୍ଟରେ ମତାମତ ଦେବେ। ରହିଲି, ଜୟ ଜଗନ୍ନାଥ।